କଳକି ଅବତାର। ଏଥିରେ ବିଷ୍ଣୁଜୀ ଭବିଷ୍ୟତରେ କଳିଯୁଗ ଶେଷରେ ଆସିବେ। କଳ୍କିଙ୍କୁ ବିଷ୍ଣୁଙ୍କ ଭବିଷ୍ୟତ ଅବତାର ବୋଲି ବିବେଚନା କରାଯାଏ। ପୁରାଣ ଅନୁସାରେ ଯେତେବେଳେ କଳିଯୁଗରେ ପାପର ସୀମା ଅତିକ୍ରମ ହେବ, ସେତେବେଳେ କଳ୍କି ଅବତାର ଜଗତରେ ଦୁଷ୍ଟତାକୁ ବିନାଶ କରିବା ପାଇଁ ଦେଖାଯିବେ। କଳିଯୁଗର ଶେଷ ପାଇଁ କଳ୍କି ଅବତାର ହେବ। ଏହା ବିଷ୍ଣୁଜୀଙ୍କର ଅବତାର ମଧ୍ୟରୁ ଗୋଟିଏ। ଏହି ଅବତାର ସେତେବେଳେ ଘଟିବ ଯେତେବେଳେ ଲୋକମାନେ କଳିଯୁଗରେ ଧର୍ମ ଅନୁସରଣ କରିବା ବନ୍ଦ କରିଦେବେ। କଳ୍କି ପୁରାଣରେ କଳ୍କିଙ୍କ କାହାଣୀ ଉଲ୍ଲେଖ ଅଛି। ଏହି ପୁରାଣରେ ମାର୍କଣ୍ଡେୟ ଏବଂ ଶୁକ୍ରାଦେବଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ବର୍ଣ୍ଣିତ ହୋଇଛି। କଳିଯୁଗ ଆରମ୍ଭ ହୋଇଛି ଯାହା ଯୋଗୁଁ ଦେବତାମାନଙ୍କ ସହିତ ପୃଥିବୀ ବିଷ୍ଣୁଙ୍କ ପାଖକୁ ଯାଇ ତାଙ୍କୁ ଅବତାର ମାଗିଥାଏ। ଭଗବାନ କଳ୍କି ଭଗବାନ ବିଷ୍ଣୁଙ୍କ ଅଂଶ ଭାବରେ ସମ୍ଭଲ ଗ୍ରାମରେ ଜନ୍ମଗ୍ରହଣ କରନ୍ତି। ଭଗବାନ କଳ୍କିଙ୍କ ଦିବ୍ୟ କାର୍ଯ୍ୟକଳାପର ସୁନ୍ଦର ବର୍ଣ୍ଣନା ମନକୁ ଆହୁରି ସୁନ୍ଦର ଅନୁଭବ କରାଏ। ଭଗବାନ କଳ୍କି ବିବାହ ପାଇଁ ସିଂହଳ ଦ୍ୱୀପକୁ ଯାଆନ୍ତି। ସେଠାରେ ଜଳକ୍ରୀଡ଼ା ସମୟରେ ତାଙ୍କର ରାଜକୁମାରୀ ପଦ୍ମାବତୀଙ୍କୁ ଭେଟନ୍ତି। ଦେବୀ ପଦ୍ମିନୀ କେବଳ ଭଗବାନ କଳ୍କିଙ୍କ ସହିତ ବିବାହ କରିବେ। ତାଙ୍କ ପାଇଁ ଅନ୍ୟ କେହି ଯୋଗ୍ୟ ହେବେ ନାହିଁ। ଯଦି ସେ ଚେଷ୍ଟା କରନ୍ତି ତେବେ ସେ ଜଣେ ମହିଳା ହୋଇଯିବେ। ଶେଷରେ କଳ୍କି ଏବଂ ପଦ୍ମିନୀଙ୍କ ବିବାହ ସମାପ୍ତ ହୋଇଥିଲା ଏବଂ ବିବାହ ପରେ ସ୍ତ୍ରୀତ୍ୱ ପ୍ରାପ୍ତ କରିଥିବା ରାଜାମାନେ ସେମାନଙ୍କର ପୂର୍ବ ରୂପକୁ ଫେରି ଆସିଥିଲେ। ପ୍ରଭୁ କଳ୍କି ପଦ୍ମିନୀଙ୍କ ସହିତ ସମ୍ଭଲ ଗ୍ରାମକୁ ଫେରି ଆସିଥିଲେ। ଏହା ବିଶ୍ୱକର୍ମାଙ୍କ ଦ୍ୱାରା ଏକ ଅଲୌକିକ ଏବଂ ଦିବ୍ୟ ନଗରୀ ଭାବରେ ନିର୍ମିତ ହୋଇଥିଲା। ହରିଦ୍ୱାରରେ କଳ୍କିଜୀ ଋଷିମାନଙ୍କୁ ଭେଟି ସୂର୍ଯ୍ୟବଂଶ ଏବଂ ଭଗବାନ ରାମଙ୍କ ଚରିତ୍ର ବର୍ଣ୍ଣନା କରିଥିଲେ। ପରେ ଶଶିଧ୍ୱଜଙ୍କ କଳ୍କିଙ୍କ ସହ ଯୁଦ୍ଧ ଏବଂ ତାଙ୍କୁ ତାଙ୍କ ଘରକୁ ନେଇଯିବାର ବର୍ଣ୍ଣନା ଅଛି, ଯେଉଁଠାରେ ସେ ତାଙ୍କର ପ୍ରିୟ କନ୍ୟା ରାମଙ୍କୁ ଭଗବାନ କଳ୍କିଙ୍କ ସହିତ ବିବାହ ଦିଅନ୍ତି। ଏହାପରେ ନାରଦଜୀ ମୋକ୍ଷ ସମ୍ବନ୍ଧରେ ଆଗମ ବିଷ୍ଣୁୟଶଙ୍କ ନାରଦଜୀଙ୍କୁ ପ୍ରଶ୍ନ, ରୁକ୍ମିଣୀ ଉପବାସର ଘଟଣା ଏବଂ ଶେଷରେ ବିଶ୍ୱରେ ସତ୍ୟଯୁଗ ପ୍ରତିଷ୍ଠାର ଘଟଣା ବର୍ଣ୍ଣିତ ହୋଇଛି। ସେ ଶୁକଦେବ ଜୀଙ୍କ କାହାଣୀ ଗାନ କରନ୍ତି। ଶେଷରେ ରାକ୍ଷସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀ ଏବଂ ଶର୍ମିଷ୍ଠାଙ୍କ କାହାଣୀ ଅଛି। ଏହି ପୁରାଣରେ ଋଷିମାନଙ୍କ ଦ୍ୱାରା ପଠିତ ଶ୍ରୀ ଭଗବତୀ ଗଙ୍ଗା ସ୍ତବର ବର୍ଣ୍ଣନା ମଧ୍ୟ ଉଲ୍ଲେଖ କରାଯାଇଛି। 5ଟି ଗୁଣ ବିଶିଷ୍ଟ ଏହି ପୁରାଣ ଜଗତ ପାଇଁ ଆନନ୍ଦର ଉତ୍ସ। ଏଥିରେ ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ କଳ୍କିଙ୍କ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକଳାପ ର ଏକ ସୁନ୍ଦର ଏବଂ ପ୍ରଭାବଶାଳୀ ବର୍ଣ୍ଣନା ଅଛି।